ଭିତରେ ଦେଖନ୍ତୁ ଷଣ୍ଢ ବୁଲୁଛି ମନ୍ଦିର ଠି ବସି ଦେଖନ୍ତୁ। ମତେ ଯେତେବେଳେ ସେ ଜଙ୍ଗଲ ତାଡ଼ିକି ଭାଙ୍ଗି ଆସିଲା ମୁଁ କହିଲି କିଏ ଗୋଟେ ଲୋକ ଆସିଲା। ଆଉ ଏଥିରେ ପାଣି ଦେବି ମାରିଦେବି ସେଇଟା କି ସୁଇଚ୍ ମାରିଦେବି ସାରିଦିଏ ଇଆଡ଼ୁ ସାରିଦିଏ ସେଟା ଧୋଇବେ କାଳେ ପାଇପାରିବେ। ଏଇଟା ଧୋଇବେ କାତି ଛଡ଼େଇ ଦେଇଛୁ। ବହୁତ ସେ ମାଛ ଆଣିନି ଯେ ପରିଷ୍କାର କରିବି ଭଲ କରିଦେବି। ବଢ଼ିଆ ହେଇଥିଲା ଯେ ଆଉ ମାଛଟା ଖରାପ ହେଲାଣି 3-4 ଦିନ ରହିଲାଣି ମାଛଟା। ଏଇଟା କ'ଣ କରିବି ଫୋପାଡ଼ି ଦେବି? ନାଇଁ ଭାଜିଦେଲେ ହବ ନା ଆଉ ଇଏ କ'ଣ କରିବି ତ ଏଇ ମାଛ କିନ୍ତୁ ଭଲ ଲାଗିବ। ସେଇଟାକୁ ଆଉ ଟିକେ ପାଇପ୍ ପାଣିରେ ଧୋଇଦିଏ ଭଲ ପାଣିରେ। ଘୋଳି ହେଇଯିବ ପୁରା। ନାଇଁ ସେ ପୁରା ଫିଟି ଯାଉ ତରକାରୀ ଭଳିଆ। ଆଉ ସେଇଟାରେ ପାଣି ପୁରେଇ ଦିଏ ସେ ମାଛଟାରେ। ହଁ ଭଲ ପାଣି ହେଇଯିବ। ତାକୁ ଗୋଟେ ଥାଳି ଆଣୁଛି ସେ ଥାଳିରେ ତାକୁ ଛାଣିଦିଏ। ଧଳୁ ଖାଇପାରୁନି, ଧଳୁର ଯତ୍ନ ହେଇପାରୁନି ଜମାରୁ। ଏତକ ମାଛ ଧଳୁର ଇଏ କୋଉ ଖାଇବ? ଏ ପୋଚା ହେଇଯାଇଥିବା ଧଳୁ ପୋଚା ମାଛ ଖାଇବନି। ଧଳୁ ସେ ପଛପଟଟା ପକେଇଲୁ ଖାଇବ ସିଏ ଯୋଉ ପଛପଟ ଧୋଇଛୁ। ତୁ କୁଆ ଯାଇଥିଲୁ? ଟିକେ ସୁବିଧାର ଠୁ ଲୁଣ ପ୍ୟାକେଟଟେ ଆଉ ଫୁଟଣ ପ୍ୟାକେଟ ଆଣିଦେ। ଏକୁ ଭଜା ହବ, ଏକୁ ଭଜା ହବ, ଆକୁ ଭଜା ହବ। ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି? ସମସ୍ତେ ଭଲରେ ଥାଆନ୍ତୁ। ଆଉ ଆମମାନଙ୍କର ମନ ବହୁତ ଖୁସି ଅଛି। ଗତକାଲି ରାତିରେ ମା ତ ଆସିଥିଲା ଆଉ ଆଜି ପୁଅ ଆସିକି ପହଞ୍ଚିଲା। ମୋ ବଡ଼ ପୁଅ ମୋତେ ନେବା ପାଇଁ ଗାଡ଼ି ଧରିକି ଆସିଛି ନେବ ବୋଲି। ତ ଦେଖିଲେ ମାଛ ଫାଛ ଭଜା ଭଜି ବାହାର ପଟେ। ମୁଁ ସବୁବେଳେ କହିଛି ଏଇ ଯେଉଁ ଜାଗାଟା ଏଇଟା କେବଳ ଆମର ଆଇଁଷ ପାଇଁ ଏପଟ ଜାଗାଟା କରିଛୁ। ଏଠି ଖାଇବା ପିଇବା ଆଇଁଷ ଆଜବେଷ୍ଟ ଗଡ଼େଇକିରି ଏଇଟାକୁ ଗୋଟେ ଆଇଁଷ ପାଇଁ କାଠ ଚୁଲା ଫୁଲା ଅଛି। ତ ମାଛ ଭଜା ଚାଲିଛି ଏଇଠି ଦେଖନ୍ତୁ। ମାଛ ଭଜା ହେଉଛି, ମା ଖାଉଛି, ମାକୁ ଖାଇବାକୁ ଦେଇଛୁ। ମନ ଖୁସି ଲାଗୁଛି, ବହୁତ ମନ ଖୁସି ଲାଗୁଛି। ମା ଖାଉଛି ଠିକ୍ସେ ଆଉ ସେଥିପାଇଁ ଯାହା ତ କଷ୍ଟ ପାଇଲୁ ସେ ଖାଇଲାଣି, ଭଲ ଅଛି। ଆଉ ଆଜି ତ ଆଉ କିଛି ନାହିଁ। ସେ ମାଛ ଫାଛ ଟିକେ ହେବ ଆଉ କ'ଣ ଟିକେ ହେବ। ଆଉ ଗୋଟେ ଭେଜ୍ ତରକାରୀ ବି ହେଇଛି। ଏମିତି ସବୁ। ଆଉ ମୋର ବି ଦେହ ଭଲ ନାହିଁ। ଏସି ଭିତରେ ରହି ଆଉ ମୋତେ ପ୍ରବଳ ଥଣ୍ଡା। ଏସି ଭିତରେ ଯେଉଁ ଥଣ୍ଡା ଜ୍ୱର ମୁଁ ଗୋଟେ ମେଡ଼ିସିନ୍ ଟିକେ ଖାଇଛି। କାମ ଚାଲିଛି ଆଉ। ମସଲା ପିଆଜ ଆଣିଯାଇଛି, ପିଆଜ ଟମାଟୋ। ମୁହଁଟା କେମିତି ଟେପଚିଆ ଫୁଲାଳିଆ ଲାଗୁଛି। ଥଣ୍ଡା ଧରି ପକେଇଛି। ତ ଆଜି ଇଏ ଆମର ଗାଁର ଇଏ ପ୍ରଥମ ଭିଡ଼ିଓ, ମୋର ଫାଷ୍ଟ ବ୍ଲଗ୍। ମାନେ ଏଇ ଜାଗାରେ ରୋଷେଇ କରିକି ପୁଣି 2 ମାସ ପରେ ଏଇ ଜାଗାରେ ରୋଷେଇ କରିକି ଏମିତି ଖାଇବା ପିଇବାର ଯେଉଁ ଖୁସି, ସେଥିପାଇଁ ଏଇଟା ମୋର ଫାଷ୍ଟ ବ୍ଲଗ୍, ଫାଷ୍ଟ ଭିଡ଼ିଓ। ଭାଇନାଙ୍କୁ କ'ଣ ଦେବୁ? ତ ବହୁତ ଦିନ ପରେ ଭିଡ଼ିଓଟି ବନଉଛି। 2 ମାସ ଯେଉଁ କଷ୍ଟ ଯନ୍ତ୍ରଣା ଆଉ କୁହନ୍ତୁନି। ତ ହଉ ଚାଲନ୍ତୁ ଆଗକୁ ଭିଜୁଆଲ୍ ସବୁ ଯୋଡ଼ି ଦେବି। ଆଉ କ'ଣ କହିବି, ଆଗକୁ ରୋଷେଇ ସାରିଦିଏ। 1:30 ବାଜିଲାଣି। ଛୁଆମାନେ ଖାଇଲେ ତ ୱାସିଂ ମେସିନ୍ ବାହାର ଗଲା। କଡ଼ା କରିକି ଭାଜିଦେଲେ ଚୋବେଇବାକୁ ଭଲ ହେବ ଖାଇବା। ଭିତରେ ଦେଖନ୍ତୁ ଷଣ୍ଢ ବୁଲୁଛି ମନ୍ଦିରଠି ବସି ଦେଖନ୍ତୁ। ମତେ ଯେତେବେଳେ ସେ ଜଙ୍ଗଲ ତାଡ଼ିକି ଭାଙ୍ଗି ଆସିଲା ମୁଁ କହିଲି କିଏ ଗୋଟେ ଲୋକ ଆସିଲା କି ଦେଖନ୍ତୁ। ଏମିତି ଅସହ୍ୟ ଗରମ ହଉଛି। ଏଇ ଜାଗାଟା ଥଣ୍ଡା ଲାଗୁଛି। ଦେଖନ୍ତୁ କୋଉଠି ବସି ମୁଁ ମନ୍ଦିର ଟିକେ ଆସିଛି ବସିବି ବୋଲି।
ଏଇ ଯୋଉ ବାଡ଼ ଭାଙ୍ଗି ଭୁସୁ 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 ହେଇକି ଆସିଲା। ମୁଁ କହିଲି କିଏ ଗୋଟେ ପଶିଲା ନା କଣ, ମତେ ମାନେ ଏମିତି ଭୟ ଲାଗେ। ଦେଖିଲା ବେଳକୁ ଷଣ୍ଢଟା। ମୁଁ ଯାଉଛି, ଆମେ ଖିଆ ପିଆ କରିବୁ, ଲେଟ୍ ହେଇଗଲାଣି, ଭୋକ ଲାଗିଲାଣି। ଏଇ ଜାଗାଟା ବହୁତ ଥଣ୍ଡା ଲାଗେ। ଆଉ କିଛି ଗୋଟେ ମନରେ ଆସିଲେ ମୁଁ ସିଧା ବିଶ୍ୱନାଥଙ୍କ ମନ୍ଦିରକୁ ଆସେ। ଏଇଠି ଟିକେ ବସିଲେ ମତେ ଟିକେ ଭାରି ଭଲ ଲାଗେ। କାମ ସରିଗଲା ତ, ଆଉ ମା ବି ଖାଇଲା, ରୋଷେଇ ବି ହେଇଗଲା, ମସ୍ତ ରୋଷେଇ ହେଇଛି। ଆଜି ପୁଣି ଫେରିଲା ସେ ପୁରୁଣା ଦିନ, ଆମ ଏନ୍ଜୟ ଦିନ। ତ ମୁଁ ଟିକେ ପଳେଇ ଆସିଲି ମନ୍ଦିର ଏଇଠିକି। ଏଇଠି ମୁଁ ସବୁବେଳେ ଏଇଠି ବଢିଆ ଚାନ୍ଦିନୀ ଅଛି ନା, କେହି ନାହାନ୍ତି ତ, ଚାରିପଟ ଯାକ ଗଛ ପତ୍ର, ଭାରି ଥଣ୍ଡା ଏରିଆ ଟା। ଘରେ ତ ଏମିତି ଅସହ୍ୟ ଗରମ ହଉଛି ବାପରେ, ରହି ହଉନି, କିଛି କାମ ଦଉନି, ଫ୍ୟାନ କୁଲର କାମ ଦଉନି। ତ ଏଇଠିକି ଟିକେ ପଳେଇ ଆସିଲି। ବସେ ଫୋନ ଆସିଲାଣି କି ଆସେ ଖାଇବା। ମୁଁ ଯାଉଛି। ତ ଆଉ କଣ ଆପଣଙ୍କୁ କହିବି, କିଛି ଆଉ କହିବେ ନା, ଆପଣ ଭିଡିଓ ଦେଖନ୍ତୁ ଜାଣିପାରିବେ। ଚାଲନ୍ତୁ ମୁଁ ଖାଇବାକୁ ଯାଉଛି। ନିହାତି ଭାବରେ ସବୁ ଭିଜୁଆଲ ଏଇଥିରେ ଯୋଡି ଯୋଡି ଦେବି, ଯାହା ଯାହା ହେଇଛି ଦେବି ଆଉ। ପେଟେ ଖା, କହୁଥିଲି ଆଗ ଦହି ଟିକେ ଦଉନୁ, ସବୁ ଭାତ ଖା। ଶୁଖି ଆଉ କପଡା ଅଛି ନାଇଁ ତ, ଆଉ ନାଇଁ ରେ, ଏଇଟା କ୍ଲିୟର କରିଦେଇଛୁ। ସୁଷମା ଆଗ ନେଇକି ପକେଇ ଦିଏ। ନାଇଁ ନାଇଁ ନାଇଁ, ପକେଇ ଦିଏ ଆଗ। ଏଗୁଡାକ ଏଇଠି ଧରିବନି କି ସବୁ, ନହେଲେ ଉପରକୁ ନେଇଗଲେ ହବ। ଧରିବ ଟି ସବୁ। ସେଇଟା ତାର ମୁଣ୍ଡରେ, ସେ ସେଭିଙ୍ଗ ହବ, ଇଏ ହବ, କଣ ଆସିବ ଜଙ୍କିଆରୁ ସେଇଟା ଇଏ କରିଦେ। ବୁଢୀ ତ ଭଲ ଲାଗିଲାଣି। ସମସ୍ତେ ପଳେଇବ, ସମସ୍ତେ ପଳେଇବ। ଗୁଡୁକୁ ଖାଲି ଘର ଛାଡିକି ଯିବ, ଗୁଡୁ ରହିବ। ଏଇଠି ଲକ୍ଷ୍ମଣ ରେଖା ଟାଣିଦବ। ନା ଲକ୍ଷ୍ମଣ ରେଖା ଟାଣିଦବ। ସିଏ ଖାଇଲେ ଖାଉ, ନହେଲେ ନାହିଁ ଗୋଟେ ଗାର ପକେଇଦବ, ତାର ସେ ଆସିକି ଖାଉଥିବ। ଗୁଡୁ ଯଦି ଆମେ କାଳୀ ପୂଜାକୁ ସମସ୍ତେ ଯିବୁ, ଖାଲି ଦୁଆର ଘର ଚାବି ଦେଇକି। ବିଲେଇ ଦାୟିତ୍ୱ ତମର, ତମେ ତ ପୁଣି ଯାଉଛ 4-5 ଦିନ, ବିଲେଇ ଆମକୁ ଦାୟିତ୍ୱ ଦେଇକି ଯାଉଛ ନା ନାଇଁ? ତମେ ବି ଦାୟିତ୍ୱ ନବ। ତମେ କହୁଛି କାଳୀ ପୂଜା ଯାଜପୁରରେ ଫେମସ ତ, କହୁଛି ବୁଢୀ କି ନେଇକି ସମସ୍ତେ ପଳେଇବ। ହେଇଠି ଶୁଣ, କହୁଛି ସମସ୍ତେ ଯିବ। ମୁଁ କହିଲି ଧଳୁ କେମିତି କଣ ହବ ନା, ଅର୍ଜୁନା ବୋଉକୁ ଦବ। ଅର୍ଜୁନା ବୋଉକୁ ଯୁଆଡେ ଯାଉଛି ତମ ଦାୟିତ୍ୱ, ତମକୁ ଦାୟିତ୍ୱ ଦଉଛି ଯେ ଆମେ ଧଳୁ ପରା ଅର୍ଜୁନା ହେଇଠି, ଅର୍ଜୁନା ପରା ତାକୁ ଜାବଡା ଦେଖେଇଛି। ଜାବଡା ଦେଖେଇଛି ଧଳୁକୁ, ଯେ ଧଳୁ ପରା ଛୁଆଁ ଦବୁନି। ଝିଅକୁ କାଇଁ ଜାବୁଡା ଦେଖେଇଛ? ହଁ ଯେ ତମେ କାଇଁ ଆମ ଝିଅକୁ ଜାବୁଡା ଦେଖେଇଛ ଧଳୁକୁ? ଆଉ ଚାହୁଁନି। ଆଲୋ ଇଏ ସବୁ କହୁଛନ୍ତି ଯାଜପୁର ଯିବେ କାଳୀ ପୂଜାକୁ, ଯେ ମୁଁ କହିଲି ତମେ ସମସ୍ତେ ପଳେଇବ, ଗୁଡୁ ଥବ। ସେ ତ ଥବ, ସେ ଚାରିଆଡେ ବୁଲୁଛି ଧଳୁ, ଆଉ ବୁଲିକିରି ଖାଇବ ଆଉ କଣ, ତା ଯୋଉଟେ ଥୋଇଦେଲେ ଗଲା ଆଉ କଣ। ଏଇ ତ ତୋର ପ୍ରକୃତି ବାହାରିବ। ତୁ ତ ଗଞ୍ଜି ପିନ୍ଧିଛୁ, ମୁଁ କଣ ଏ
ନାଇଁ ମତେ ଆକୁ ଦିଏନି ମୋର ମାଛ ବହୁତ ଅଛି ବା ଭଲ ଲାଗେ ଭଜା ମାଛ ଇଏ ମାଛ ଡାଲି ଭଲ ଲାଗେ। ଆମର ସବୁ ବଢ଼ା ବଢ଼ି ହେଇଯାଇଛି ଆମମାନେ ସବୁ ଖାଇବାକୁ ଯାଉଛୁ ୟା ଭିତରେ 2:30 ହେଇଗଲାଣି ସମୟ ବହୁତ ଦିନ ଆଉ ସବୁ ବସିଗଲୁ ଏଇ ଯେଉଁ ଏକତାଟା ଏଇ ଯେଉଁ ଆମର ମଜା ମସ୍ତିଟା ଯେଉଁ ଜିନିଷ କହିଥିଲି ସେଇଟା 2 ମାସ ପରେ ହେଲା ମା ତାର ଖାଇକି ଶୋଇଲା ଆମର ସବୁ ବଢ଼ା ବଢ଼ି ହେଇଯାଇଛି ଆଉ ଦେଖିଲେ ମୁଁ ବସିକି ଏବେ ଖାଇବି ଖାଇବା ମାଛ ତ ଟେଷ୍ଟି ହେଇଛି ମୁଁ ରୋଷେଇ କରିଛି ଆଉ କ'ଣ ଆଉ କହିବି ଆମର ସବୁ ଦେଖନ୍ତୁ ସମସ୍ତେ ବସିଛୁ ଏଇଠି ବଢ଼ା ହେଇଛି ଦେଖିଲେ ତ ସମସ୍ତେ ବସିଛନ୍ତି ଖାଉଛନ୍ତି ଦେଖିଲେ ଏଇଠି ଆମର ସମସ୍ତଙ୍କର ଖାଇବା ଏଇ ଯେଉଁ ଏକତା ଏଇ ଯେଉଁ ମଜାମସ୍ତି ବହୁତ ଦିନ ହେଲା କମ୍ ଥିଲା ମା ଭଲ ହେଲା ପରେ ଏଇ ଜିନିଷଟା ପୁଣି ଥରେ ଶୁରୁ ହେଇଛି ତ ମୁଁ ଯାଉଛି ଖାଇବା ଷ୍ଟାର୍ଟ କରିବି ତ ରଖୁଛି ନା ତାକୁ ଝଳକୁ ଦେଲୁନି କି ଖାଇବାକୁ